ହେଉଛି 24 ତାରିଖ ଶନିବାର। ଯାହାକି ଆଜିର ଟପ୍ 20ଟି ଖବର ଉପରେ ନଜର ପକାଇବା ଆଗରୁ ଚାଲନ୍ତୁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ପରବର୍ତ୍ତୀ ଖବର ରାସନ କାର୍ଡ KYC ଅପଡେଟ୍ 2026। ରାସନ କାର୍ଡ KYC ଅପଡେଟ୍ ପ୍ରତ୍ୟେକ ଭାରତୀୟ ପରିବାର ପାଇଁ ଏକ ଆବଶ୍ୟକତା ପ୍ରକ୍ରିୟା ଯାହା ସବସିଡିଯୁକ୍ତ ଖାଦ୍ୟ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଲାଭ ପାଇଁ ନିରନ୍ତର ପ୍ରବେଶ ସୁନିଶ୍ଚିତ କରେ। ଅନଲାଇନ୍ ଅପଡେଟ୍ ସିଷ୍ଟମ ପ୍ରଚଳନ ସହିତ ଏହି ଏକଦା କଷ୍ଟକର କାର୍ଯ୍ୟ ଏବଂ କେବଳ 5 ମିନିଟରେ ସମାପ୍ତ ହୋଇପାରିବ ବୋଲି ସମସ୍ତ ଆପଣ ଘରେ ବସି କରିପାରିବେ। ଆଜିଠୁ ଲାଗୁ ହୋଇଛି ରାସନ କାର୍ଡ KYC ଅପଡେଟ୍। ଖବର ନୂଆଦିଲ୍ଲୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ T20 ଆନ୍ତର୍ଜାତୀୟ ଦ୍ୱିତୀୟ ମୁକାବିଲା ରାୟପୁରର ଷ୍ଟାଡିୟମରେ ଖେଳାଯାଇଥିଲା, ଯାହାକି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ। ପ୍ରଥମ ମଇଦାନକୁ ଓହ୍ଲାଇ କ୍ୟୁ ଦଳ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 208 ରନ୍ କରିଥିଲେ ଏବଂ ଭାରତ ନିର୍ଦ୍ଧାରିତ 15 ଓଭର .2 ବଲ୍ରେ 3ଟି ୱିକେଟ୍ ହରାଇ 209 ରନ୍ କରି ଜିତିଥିଲେ ଭାରତ। ଖବର ଷ୍ଟୁଡେଣ୍ଟମାନଙ୍କ ପାଇଁ ଆସିଲା ଖୁସି ଖବର। ଗୁଗୁଲରେ ଇଣ୍ଟର୍ନସିପ୍ କରିବା ସୁଯୋଗ UG/PG ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ। ଷ୍ଟାଇପେଣ୍ଡ ମିଳିବ ଫେବୃଆରୀ ଭିତରେ। ପରବର୍ତ୍ତୀ ଖବର ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ। ଶ୍ରୀକ୍ଷେତ୍ର ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସେବାୟତଙ୍କ ଉପସ୍ଥିତ କରାଗଲା ଅନୁକୂଳ। ଖବର ଭାରତରେ ବ୍ୟାଙ୍କ ବନ୍ଦ ହେବ। ବ୍ୟାଙ୍କ ବନ୍ଦ ନେଇ ଆସିଛି ଏକ ବଡ଼ ଖବର। ଆସନ୍ତା 27 ତାରିଖରେ ସାରା ଦେଶର ବନ୍ଦ ରହିବ ସମସ୍ତ ବ୍ୟାଙ୍କ। ଯଦି ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କ କାର୍ଯ୍ୟ ବାକି ରହିଛି ତେବେ ତୁରନ୍ତ ସମାପ୍ତ କରିନିଅନ୍ତୁ, ନଚେତ୍ ସମସ୍ୟା ଭୋଗିପାରନ୍ତି। ସୂଚନା ଅନୁଯାୟୀ ଆସନ୍ତା 27 ତାରିଖ ଅର୍ଥାତ୍ ଆସନ୍ତା ମଙ୍ଗଳବାର ଦେଶରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ। ପରବର୍ତ୍ତୀ ଖବର ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର। ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥିବା ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର 100 ଟଙ୍କା 93 ଟଙ୍କା ରହିଛି, ବେଳେ ଡିଜେଲ ଦାମ ପ୍ରତି ଲିଟର ପିଛା 92 ଟଙ୍କା 51 ପଇସା ରହିଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 94 ଟଙ୍କା 77 ପଇସା ଓ ଡିଜେଲର ଦର 87 ଟଙ୍କା 66 ପଇସା ରହିଛି। ପରବର୍ତ୍ତୀ ଖବର ବାଂଲାଦେଶ କ୍ରିକେଟକୁ ନେଇ ବଡ଼ ଝଟକା। ଆଗାମୀ T20 ବିଶ୍ୱକପ୍ ପାଇଁ ତାର ଟିମ୍ ଭାରତକୁ ପଠାଇବାକୁ ସିଧାସଳଖ ମନା କରିଦେଇଛି ବାଂଲାଦେଶ। ବାଂଲାଦେଶ ବିଶ୍ୱକପ୍ରୁ ବାହାରିବା ଏକ ପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ ଏନେଇ ଅଫିସିଆଲ ବୟାନ ଜାରି କରାଯାଇ ନାହିଁ। ରିପୋର୍ଟ ମୁତାବକ ICC ଖୁବ୍ ଶୀଘ୍ର ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିବ। ପରବର୍ତ୍ତୀ ଖବର ବାଲେଶ୍ୱର ଜିଲ୍ଲା ଦକ୍ଷିଣ ପୂର୍ବ ରେଳପଥର ରୂପସା ରେଳ ଷ୍ଟେସନରେ ଚତୁର୍ଥ ଲାଇନର ଲାଇନଚ୍ୟୁତ ହୋଇଛି। ମାଲ ଅନଲୋଡ କରି ଯାଉଥିବା ବେଳେ ଅଘଟଣ ଘଟିବାର ସୂଚନା ମିଳିଛି। ପରବର୍ତ୍ତୀ ଖବର ଭାରତର ସୂଚନା ଓ ପ୍ରଯୁକ୍ତି କେନ୍ଦ୍ର ବେଙ୍ଗାଲୁରୁ 2025 ମସିହାରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଯାତାୟାତ ଭିଡ଼ର ସହର ଥିଲା। ଏଠାରେ ଯାତାୟାତ ଭିଡ଼ର ସ୍ତର 74.4 ରହିଛି। ଏହି ସୂଚନା ନେଦରଲ୍ୟାଣ୍ଡ ସିଟି ଲୋକେସନ ରହିଛି ଟେକୋଲିଜ କମ୍ପାନୀ ଟମଟମ ତଥ୍ୟରୁ ଜଣାପଡ଼ିଛି। ରିପୋର୍ଟର 2025ର ଟମଟମ ଟ୍ରାଫିକ ଇଣ୍ଡେକ୍ସ ମେକ୍ସିକୋ ସିଟିକୁ ଶୀର୍ଷ ସ୍ଥାନରେ ରଖିଛି। ଏହା ପଛକୁ ବେଙ୍ଗାଲୁରୁ ଓ ତା ପଛକୁ ଆୟର୍ଲାଣ୍ଡରୁ ଡବ୍ଲିନ ସହର ରହିଛି। ମହାରାଷ୍ଟ୍ରରୁ ପୁଣି ତାଲିକାରେ 5ମ ସ୍ଥାନରେ ରହିଛି। ପରବର୍ତ୍ତୀ ଖବର ଶେଷ ନିଶ୍ୱାସ ନେଉଛି ମାଓ ସଂଗଠନ। ମାଓ ସଂଗଠନର ଅନ୍ତିମ ସଦସ୍ୟ ଏବେ ପୋଲିସ ନିକଟରେ ଅସ୍ତ୍ରବିରତି ଅଭିଯାନରେ ସାମିଲ ହେଲେଣି। ଆଜିକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦମେଦରୀ ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। 9 ହାର୍ଡକୋର ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମୁଣ୍ଡ ଉପରେ ଥିଲା 47 ଲକ୍ଷ ଟଙ୍କା ପୁରସ୍କାର। ରାୟପୁର IG ଏବଂ ଧର୍ମତାରୀ SPଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଖବର ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଏବଂ ଆମବସ୍ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମବସ୍ ଭଙ୍ଗାରୁଜା କରିଛନ୍ତି।
ପାଖକୁ ପାଖ ଆସୁଥିବା 3ଟି ଆମ ବସ୍କୁ ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ଲୋକ। ପରବର୍ତ୍ତୀ ଖବର 227 ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଗୁରୁବାର ଜାରି ଥିବା ଏହି ବିଜ୍ଞପ୍ତିରେ ଜନଗଣନା ସମୟରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ୱାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବପତ୍ର ଭଳି ମୋଟ 33ଟି ପ୍ରଶ୍ନ ପଚରାଯିବା ନେଇ ବିଜ୍ଞପ୍ତିରୁ କୁହାଯାଇଛି। ପରବର୍ତ୍ତୀ ଖବର ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଘ ମେଳାର ମୌନ ଅମାବାସ୍ୟା ପରଠାରୁ ଧାରଣା ବସିଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗତ 6 ଦିନ ଧରି ଧର୍ମଘଟ କରୁଛନ୍ତି।